ଓହୋ ଅଣ୍ଡାଲା ଅଣ୍ଡାଲି କରି ଆମେ ତାଙ୍କର ଗୋଟେ ଗଫଲତି ଜାଣିପାରିଲୁ। କ୍ୟାପ୍ଟେନ୍ ରାୟ ଶିକ୍ଷାନବିଶ କମ୍ପାଉଣ୍ଡରମାନଙ୍କର ନାଁ ଲେଖାରେ ସର୍ବୋଚ୍ଚ କର୍ତ୍ତା ଥିଲେ। ବଛାବଛିର ଚୂଡ଼ାନ୍ତ ତାଲିକାରେ ତଳେ ସେ ଦସ୍ତଖତ କରିଥିଲେ। ଗୋଟେ ପ୍ରାର୍ଥୀ ଥାନ ପାଇନଥିଲା। ସେ ହେଡ଼କ୍ଲର୍କକୁ 500 ଟଙ୍କା ଉତ୍କୋଚ ଆଗରୁ ଦେଇଥିଲା। ଟାଇପ୍ କାଗଜରେ ଶେଷ ପିଲା ତଲକୁ କ୍ୟାପ୍ଟେନ୍ ରାୟଙ୍କ ଦସ୍ତଖତ କରିବା ସ୍ଥାନ ମଧ୍ୟରେ ଜାଣି ଜାଣି ସେ ଟିକିଏ ସ୍ଥାନ ରଖିଥିଲେ। କ୍ୟାପ୍ଟେନ୍ ରାୟଙ୍କ ଦସ୍ତଖତ ପରେ ସେ ପିଲାଟିର ନାଁ ଟାଇପ୍ କରିଦେଲେ। ଶେଷ ପିଲାଟିର ନାଁ କାଟିଦେଇ ତା ସ୍ଥାନରେ ସେ ପିଲାଟିର ନାଁ ଯୋଡ଼ା ଯାଇଥିଲା। କମ୍ପାଉଣ୍ଡର ଛାତ୍ର ଗ୍ରହଣରେ ବିଶେଷ ଗୁରୁତ୍ୱ ନଥିଲା। କେହି ସେଥିରେ ଏତେ ନଜର ଦେଉନଥିଲେ। ଫଳରେ ସେ ପିଲାଟି ପଛ ଦୁଆର ବାଟେ ପଶି ସମସ୍ତଙ୍କ ସଙ୍ଗେ ମିଶିଗଲା। କାଗଜପତ୍ର ସବୁ ତ ହେଡ୍ କ୍ଲର୍କ ଖାସ୍ ଦଖଲରେ ଥାଏ। ସେଗୁଡ଼ାକ ଦେଖିବା କିଛି ଦରକାର ମଧ୍ୟ ପଡ଼ୁନଥାଏ। ଏଇ ଘଣ୍ଟାକୁ କେନ୍ଦ୍ର କରି କ୍ୟାପ୍ଟେନ୍ ରାୟ ସେତେବେଳର ସୁପରିଟେଣ୍ଡେଣ୍ଟ ମେଜର ଓନିଲଙ୍କୁ କହି ଖୁବ୍ ଗୁପ୍ତରେ ସମୁଦାୟ ଅଫିସ ସିଲ୍ କରିବାକୁ ଅର୍ଡ଼ର ନେଇଗଲେ। ଏ କାର୍ଯ୍ୟ ରାତାରାତି ସବୁ ହୋଇଗଲା। ସକାଳୁ ହେଡ୍ କ୍ଲର୍କ ନିତ୍ୟକର୍ମ ସାରି ଅଫିସ ଦ୍ୱାର ମୁହଁରେ ପହଞ୍ଚି ଦେଖନ୍ତି ତାହା ସିଲ୍ ହୋଇଯାଇଛି। ସେ ସୁପରିଟେଣ୍ଡେଣ୍ଟଙ୍କ ଅଫିସକୁ ଯାଇ ସବୁ କଥାକୁ ବୁଝିଲେ ଏବଂ ଅଫିସର ସମସ୍ତ ବିଷୟ ଅଡ଼ିଟ୍ ହେବା ପର୍ଯ୍ୟନ୍ତ ସେ ଆଉ ହେଡ୍‌କ୍ଲର୍କ ଭାବରେ କାର୍ଯ୍ୟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶପତ୍ର ନେଇ ଘରକୁ ଫେରିଲେ। ଏହା ଭିତରେ ହେଡ୍‌କ୍ଲର୍କ କେଉଁମାନେ ଅଡ଼ିଟ୍ କରିବେ ସେମାନଙ୍କ ଠାବ କରି ଷୋଡ଼ଶ ଉପଚାରରେ ପୂଜା କରିଦେଲେ। ଫଳରେ ଅଡ଼ିଟରମାନେ ସବୁ ଠିକ୍ ଅଛି ବୋଲି ମନ୍ତବ୍ୟ ଦେଇଗଲେ। ହତଭାଗ୍ୟ ହେଡ୍‌କ୍ଲର୍କ ଯଦି ଏତିକିରେ ଚୁପ୍ ହୋଇ ରହିଥାନ୍ତା ତେବେ ଆଉ ଅଧିକ ଖରାପ କିଛି ହୋଇନଥାନ୍ତା। କ୍ୟାପ୍ଟେନ୍ ରାୟ ମଧ୍ୟ ସେଥିରେ ଆଉ ମୁଣ୍ଡ ଖେଳାଇ ନଥାନ୍ତେ। ସେ କିନ୍ତୁ କ୍ୟାପ୍ଟେନ୍ ରାୟଙ୍କ ଅଫିସକୁ ଯାଇ ଓଲଟି ତାଙ୍କୁ ବିଦ୍ରୂପ କରି କହିଲେ, ଧନ୍ୟବାଦ ଆଜ୍ଞା, ବହୁତ ଚେଷ୍ଟା କଲେ କିନ୍ତୁ ମୋତେ ହାତକଡ଼ି ପିନ୍ଧାଇ ପାରିଲେ ନାହିଁ। କ୍ୟାପ୍ଟେନ୍ ରାୟ ଗର୍ଜି ଉଠିଲେ, ତୁମର ଏତେ ଦିମାଗ? ଆଚ୍ଛା ହେଉ, କଡ଼ି ପିନ୍ଧିବ କି ନ ପିନ୍ଧିବ ମୁଁ ଦେଖିବି। ସଙ୍ଗେ ସଙ୍ଗେ ସେ ମେଜର ଓନିଲଙ୍କ ପାଖକୁ ଯାଇ ପୁଣି ଥରେ ଆମୂଳଚୂଳ କ୍ୟାପ୍ଟେନ୍ ରାୟଙ୍କ ଉପସ୍ଥିତିରେ ଅଡ଼ିଟ୍ ହେବ ବୋଲି ଆଦେଶ କରାଇନେଲେ। ତାହା ହିଁ ହେଲା। ତାଙ୍କର ସମସ୍ତ ଗୋଇ ପଦାରେ ପଡ଼ିଗଲା। ନାନା ଉପାୟରେ ବହୁ ଟଙ୍କା ଆତ୍ମସାତର ଏବଂ କମ୍ପାଉଣ୍ଡର ଛାତ୍ର ନିଯୁକ୍ତିରେ ହୋଇଥିବା ହେରଫେର ସବୁ ଧରାପଡ଼ିଗଲା। ହେଡ୍‌କ୍ଲର୍କଙ୍କ ମୁହଁ କଲାକାଠ ପଡ଼ିଗଲା। ଓନିଲ ସାହେବ ଥାନାକୁ ଖବର କରିଦେଲେ। ଥାନାରୁ ଜଣେ ଇନ୍ସପେକ୍ଟର ଓ 2 ଜଣ କନେଷ୍ଟବଳ ଆସି ତାଙ୍କୁ ଆରେଷ୍ଟ କଲେ। କ୍ୟାପ୍ଟେନ୍ ରାୟ ହାତକଡ଼ିର ସଦ୍ ବ୍ୟବହାର କରିବା ଲାଗି ମଧ୍ୟ ଇଙ୍ଗିତ ଦେଲେ। ସେମାନେ ହାତକଡ଼ି ଓ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲାଇ ନେବାକୁ ବସିଥିଲେ। ତାଙ୍କର ସହକର୍ମୀମାନେ ଇନ୍ସପେକ୍ଟରଙ୍କୁ ଅନୁରୋଧ କରି କହିଲେ, ଆପଣ ଯାହା କରୁଛନ୍ତି କରନ୍ତୁ। ଆମେ ଗୋଟେ ଘୋଡ଼ାଗାଡ଼ି ଡାକି ଆଣୁଛୁ, ସେଥିରେ ବସାଇ ନିଅନ୍ତୁ। ତାଙ୍କୁ ଅଫିସରୁ ନିଆଗଲା ବେଳେ କ୍ୟାପ୍ଟେନ୍ ରାୟ ସେଠାରେ ପହଞ୍ଚି ହେଡ୍‌କ୍ଲର୍କଙ୍କୁ କହିଲେ, କ'ଣ ହାତକଡ଼ି ପଡ଼ିଲା ନାହିଁ? ସେତେବେଳେ ତାଙ୍କ ମୁହଁରୁ କଥା ବାହାରୁ ନଥାଏ। ମୁହଁକୁ ତଳକୁ ପୋତି ଯାଇ ଗାଡ଼ିରେ ବସିଲେ। ବିଚାରରେ ତାଙ୍କର 2 ବା 3 ବର୍ଷ ଜେଲ୍ ଓ 2000 ଟଙ୍କା ଜୋରିମାନା ହୋଇଗଲା। ତାହାପରେ କ୍ୟାପ୍ଟେନ୍ ରାୟ ଆମ୍ଭମାନଙ୍କୁ କହିଲେ, ଏଥରକ ଜଙ୍ଗଲ ଝାଡ଼ଝୁଡ଼ ହୋଇଗଲା। ବାକି ଥିବା ଲିଓପାର୍ଡଟାର ଶିକାର ଏଇଠି ଶେଷ ହେଲା। ଓଡ଼ିଶା ମେଡିକାଲ ସ୍କୁଲ ଏଥର ଶାନ୍ତ ପଡ଼ିବ। ତାହା ହିଁ ମଧ୍ୟ ହୋଇଥିଲା। 4ର୍ଥ ବାର୍ଷିକ ଶ୍ରେଣୀର ପଢ଼ାପଢ଼ି ଏ ବର୍ଷରେ ସରିବା କଥା। ମୁଁ କିନ୍ତୁ ଖୁବ୍ ଭଲ ଭାବରେ ପଢ଼ିବି ବୋଲି ସେହି ଶ୍ରେଣୀରେ ପ୍ରାୟ 3 ବର୍ଷ କଟାଇ ଦେଇଥିଲି। ମୋର ବହୁ ସହସାଥୀ ବହୁ ଆଗରୁ ମୋତେ ଛାଡ଼ି ଡାକ୍ତର ହୋଇ ବାହାରି ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଣେ ଯଦି କେବେ ହଷ୍ଟେଲକୁ ଆସନ୍ତି ତେବେ ମୋତେ ପଚାରନ୍ତି, କ'ଣ ଏଠି ହାଉସ୍ ସର୍ଜନ ଭାବରେ ନିଯୁକ୍ତି ପାଇଗଲ କି? ହଁ, ତୁମ ଘର ତ ଏଠି। ପାଇଯାଇଥିବ। ପରେ ସବୁ କଥା ଶୁଣି ହସନ୍ତି। ମୋର ଶେଷ ପରୀକ୍ଷାର ପୂର୍ବ ପରୀକ୍ଷାକୁ କର୍ଣ୍ଣେଲ ପାଲିତ ସର୍ଜରୀ ପରୀକ୍ଷା ହୋଇ ଆସିଥିଲେ। ମୁଁ ଆଗରୁ ତାଙ୍କର ବ୍ୟବହାର ଭଲ ଭାବରେ ଜାଣିଥିଲି। ସେ ବେଶୀ ଲେଖାକୁ ଭାରି ବିରକ୍ତ ହୁଅନ୍ତି। ତେଣୁ 4ଟି ପୃଷ୍ଠାରେ ମୁଁ 4ଟି ଯାକ ପ୍ରଶ୍ନର ଉତ୍ତର ଦେଇଥିଲି। ତାଙ୍କର ଚିହ୍ନା ପିଲା ସମଗ୍ର ସ୍କୁଲରୁ ମୁଁ ଏକା ଥିଲି। ଖାତାରେ ସେ ଖୁବ୍ ଭଲ ନମ୍ବର ଦେଇଥିଲେ। ମୌଖିକ ଓ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସେ ୱାର୍ଡ଼ ଭିତରକୁ ପଶିଗଲେ। ମୋତେ ଦିଆଯାଇଥିବା କେସ୍ ପାଖରେ ମୁଁ ଠିଆ ହୋଇଥାଏ। ସେ ସର୍ଜରୀ ଶିକ୍ଷକଙ୍କ ଗହଣରେ ମୋ ପାଖକୁ ଆସିଲେ ଏବଂ ମୋତେ ଦେଖି ହସିଲେ। କିଏ, ଫର୍ଟିଫିୟନର ହିରୋ? ତୁମେ ଏ ପର୍ଯ୍ୟନ୍ତ ରହିଛ? ମୁଁ ତ ଆଗରୁ ଜାଣିଥାଏ ଫେଲ୍ ହେବି ବୋଲି। ତଥାପି ଏ କଥାରେ ମୁଁ ଏକାବେଳରେ ବାକ୍‌ଶକ୍ତି ଲୋପ ହୋଇଗଲା ପରି ଅଭିନୟ କଲି। ସେ ମୋ ପିଠିରେ ହାତ ମାରି କହିଲେ, ରାମଚନ୍ଦ୍ର, ଭୟ କରନା। ତୁମେ ଖାତାରେ ଖୁବ୍ ଭଲ କରିଛ। ମୁଁ ତୁମ ଉପରେ କେବେ ହେଲେ
ଅକସ୍ ରଖିନି। ଭୟରେ ତୁମେ କାତର ହୋଇଯାଅ ନାହିଁ। ତୁମେ ନିଶ୍ଚୟ ପାସ୍ କରିବ। ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି। ଆମ ସର୍ଜରୀ ଶିକ୍ଷକ ସେତେବେଳେ କାଶୀନାଥ ମିଶ୍ର ଥାନ୍ତି। ସେ ଏସବୁ ବିଷୟ ଶୁଣି ଅବାକ୍ ହୋଇଗଲେ। ସେ କିଛି ବୁଝିପାରୁନଥାନ୍ତି। କର୍ଣ୍ଣେଲ ପାଲିତ ମୋତେ ଅତି ସହଜ ଗୋଟେ ଦୁଇଟି ପ୍ରଶ୍ନ ପଚାରିଲେ। ତାର ମଧ୍ୟ ଉତ୍ତର ଦେବା ଲାଗି କିଛି କିଛି ସୂଚନା ଦେଲେ। ସେ ସବୁର ଉତ୍ତର ମଧ୍ୟ ମୁଁ ଦେଇଦେଲି। ସେଇଠି ସେ କାଶୀବାବୁଙ୍କୁ କହିଲେ, ମୁଁ ବଡ଼ ଭୁଲ କାମଟା କରିଦେଲି। ମୁଁ ତାଙ୍କୁ ପରିହାସରେ ଫଟିଫିଆନର ହିରୋ କହିଦେଲି। କିନ୍ତୁ ସେ ତାହା ମୋର ପ୍ରତିହିଂସା ବୋଲି ଭାବି ଏକାବେଳକେ ଝାଉଁଳିଗଲା। ଏହା କହି ସେ ଫଟିଫିଆନ ବୃତ୍ତାନ୍ତ କାଶୀ ମିଶ୍ରଙ୍କୁ ସେହିଠାରେ କହିଲେ। ଥରେ ଷ୍ଟ୍ରାଇକ୍ ବେଳେ ରାମଚନ୍ଦ୍ର ନେତୃତ୍ୱ ନେଇ ପିଲାମାନଙ୍କୁ ଉଦ୍ୟକ୍ତ କରିବା ଲାଗି କହିଥିଲା, ହସ୍ପିଟାଲରେ 40ଟି ରେଡ୍କ୍ରସ୍ ଫ୍ୟାନ୍ ଅଛି। ୱାର୍ଡ଼ରେ ବିରାମ ହୋଇ ପଡ଼ିଥିବା ଗୋଟେ ମେଡ଼ିକାଲ ଛାତ୍ର ପାଇଁ ଗୋଟେ ହେଲେ ଫ୍ୟାନ୍ ଦିଆଗଲା ନାହିଁ। ଅଥଚ ସବୁ ଫ୍ୟାନ୍ ମୁଁ ଓ ମେଜର ଗୁପ୍ତ ଘରେ ରହିକି ବ୍ୟବହାର କରୁଛୁ। ଏଇଟା ଡାହା ମିଛ କଥା ବୋଲି ସେତେବେଳେ ଜଣାପଡ଼ିଥିଲା। ପିଲାଏ ଏମିତି କେତେ ମିଛ କଥା କହନ୍ତି। ମୁଁ କ'ଣ ସେଇଟାକୁ ଧରିଛି? ରାମ ମନେ ମନେ ଭାବିଛି ଯେ ମୁଁ ସେ କଥାଗୁଡ଼ାକ ମନେ ରଖିଛି ଓ ତା ଉପରେ ପ୍ରତିଶୋଧ ନିଶ୍ଚୟ ନେବି। ଦୁହେଁ ମିଶି ମୋତେ ଆଶ୍ୱାସନା ଦେଲେ ଏବଂ ଓରାଲ ପରୀକ୍ଷା ପାଇଁ ଅପରେସନ୍ ଥିଏଟର ଭିତରକୁ ଗଲେ। ମୁଁ ସର୍ବପ୍ରାଚୀନ ଛାତ୍ର ଥିବାରୁ ମୋତେ ପ୍ରଥମେ ଡକାଗଲା। ମୁଁ ଯାଇ ସେଠି ବସିବା ମାତ୍ରେ କାଶୀବାବୁ ଓ ସେ ପୁଣି ମୋତେ ବୁଝାଇବାରେ ଲାଗିଲେ ଏବଂ ସାଫ୍ ସାଫ୍ କହିଦେଲେ, ତୁମେ ଆଉ ଭୟ କରିବାର କାରଣ ନାହିଁ। ତୁମେ ପାସ୍ କରିସାରିଛ। ଗୋଟାଏ ଦୁଇଟା କ'ଣ କହିଦେଇ ଯାଅ। ଏପରି କହି ସେ ମୋତେ କେତୋଟି ଯନ୍ତ୍ରପାତି ଓ ତାହାର ବ୍ୟବହାର ବିଷୟରେ ପଚାରିଲେ। ସେଥିରେ ମୁଁ ଭାରି ଧୁରନ୍ଧର ଥିଲି। ଭଡ଼ାଭଡ଼ ଉତ୍ତର ଦେଇଦେଲି। ସେ ଖୁସି ହୋଇ ଯାଇ କହିଲେ, ଯା, ତୁମକୁ ଅଯଥାରେ ମୁଁ ବଡ଼ ହଇରାଣ କରିଦେଲି। ମୁଁ ଏକାବେଳକେ 90 ଡିଗ୍ରିଆ ନମସ୍କାରଟିଏ କରି ସେଠାରୁ ଚାଲି ଆସିଲି। ମୋର ଅଭିନୟ ଭଲ କାମ ଦେଖାଇଲା ବୋଲି ଭାବି ମୁଁ ବଡ଼ ଆତ୍ମପ୍ରସାଦ ଅନୁଭବ କଲି। ମୋର ମଧ୍ୟ ସନ୍ଦେହ ହେଲା, ସତେ କ'ଣ ମୁଁ ପାସ୍ କରିଯିବି? ମିଡ୍ ୱାଇଫ୍ରି ଓ ମେଡ଼ିସିନରେ ପାସ୍ କରିବି ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ମନେ ମନେ ଭାବିଲି, ଏଥରକ ମୋତେ ନିଶ୍ଚିତ ଭାବରେ ମେଡ଼ିକାଲ ସ୍କୁଲରେ ନିଷ୍କାସନ କରାଯିବ। ଫଳ ବାହାରିଲା। ଦେଖିଲା ବେଳକୁ ମିଡ୍ ୱାଇଫ୍ରି ବିଷୟଟି ଫେଲ୍ ହୋଇଯାଇଛି। ଫଳାଫଳ ତାଲିକାରୁ ମୋର ଗୋଟେ ମାତ୍ର ପରୀକ୍ଷା ଦେବାର ସୁବିଧା ମିଳିଛି ଜାଣି ମୁଁ ଆନନ୍ଦରେ ଅଧୀର ହୋଇପଡ଼ିଲି। ସେଇଠାରୁ ଦୌଡ଼ି ଦୌଡ଼ି ଆନନ୍ଦରେ କୁହାଟ ମାରି ଗଜ ବାନା ବୁଲାଇଲା ପରେ ଚିତ୍କାର କରି କରି ହଷ୍ଟେଲକୁ ଧାଇଁ ଆସିଲି। ଅପେକ୍ଷା କରି ରହିଥାଏ ଅନ୍ୟ ପିଲାମାନେ ଅବାକ୍ ହୋଇଯାଇ କଥାବାର୍ତ୍ତା ହେଲେ, କି ଆଶ୍ଚର୍ଯ୍ୟ, ରାମ ମିଶ୍ରଟା ଡାକ୍ତର ହୋଇଗଲା। ମୋ ରୁମ୍କୁ ମୋତେ ବଧାଇ ଜଣାଇବା ପାଇଁ ସେମାନେ ଆସିଲେ। ଯେତେବେଳେ ଶୁଣିଲେ ଯେ ମୁଁ ଡାକ୍ତର ହୋଇନି, ମୋତେ ଆଉ ଥରେ ଗୋଟେ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ, ସେତେବେଳେ ସମସ୍ତେ ହୋ ହୋ ହୋଇ ହସି ଉଠିଲେ। ଜଣେ ମୋତେ ଉପହାସ କରି କହିଲା, ଗୋଟାଏ ବିଷୟ ହୋଇଥିବାରୁ ଏତେ ଆନନ୍ଦରେ କୁଦିକୁଦି ଆସିଲ। ଯଦି ପାସ୍ କରିଯାଇ ଡାକ୍ତର ହୋଇଯାଇଥାନ୍ତା, ତାହାହେଲେ ତ ସେଇ ଅଫିସ ପାଖରୁ ଭୂଇଁରେ ଗଳି ଗଳି ହଷ୍ଟେଲକୁ ଆସିଥାନ୍ତି। ସମସ୍ତେ ବାଧାଇତକ ଫେରାଇ ନେଇ ଚାଲିଗଲେ। ମୋର ଶେଷ ବର୍ଷ ଓ ଶେଷ ପରୀକ୍ଷା ପାଇଁ ମୁଁ ପ୍ରସ୍ତୁତ ହେବାକୁ ଲାଗିଲି। ମନେ ମନେ ପ୍ରତିଜ୍ଞା କଲି, କପି କରିଥିବା ଯାଏ ମୁଁ କେବେ ପାସ୍ କରିପାରିବି ନାହିଁ। ଏଥରକ କପିର ସୀମା ମାଡ଼ିବି ନାହିଁ। ଏହାପରେ ମୁଁ ଲାଇବ୍ରେରୀକୁ ସମସ୍ତେ ମିଡ୍ ୱାଇଫ୍ରି ବହି ଆଣି ପଢ଼ି ତାହାର ନୋଟ୍ ସବୁ ଖାତାରେ ଲେଖିନେଲି। ସବୁ ପ୍ରକାରର ପୂର୍ବ ଡ୍ୟୁଟିରୁ ମୁଁ ପେନ୍ସନ୍ ନେଇ କେବଳ ପଢ଼ିବାରେ ସମସ୍ତ ସମୟକୁ ଲଗାଇଲି। ମୋ ପାଠପଢ଼ା ଦେଖି ସମସ୍ତେ ତଟସ୍ଥ ହୋଇଗଲେ। ଭ୍ରୂଣ ବିଦ୍ୟା ପଢ଼ିଲା ବେଳେ ଭ୍ରୂଣର ବର୍ଦ୍ଧନକାଳୀନ ସମସ୍ତ ଚିତ୍ର ଏପରି ଭାବରେ କରିଦେଇଥାଏ ଯେ ଆଉ ମୋତେ ବହି ଦେଖିବାକୁ ପଡ଼ିନଥିଲା। ସେ ଛବିକି ଦେଖିଲେ ମୋର ସବୁ ମନେ ପଡ଼ିଯାଏ। ଭ୍ରୂଣ ବିଦ୍ୟାଟା ସବୁଠାରୁ କଷ୍ଟକର ଅଧ୍ୟାୟ ଥିଲା। ତାହାକୁ ମୁଁ ଚିତ୍ର ମାଧ୍ୟମରେ ଅନାୟାସରେ ମନେ ରଖିନେଲି। ଋତୁଚକ୍ର ବିଷୟରେ ମୋର ପସନ୍ଦ ହେବା ଭଳି କୌଣସି ଚିତ୍ର ମୁଁ କୌଣସି ବହିରେ ବି ପାଇଲି ନାହିଁ। ସବୁଥିରେ କେବଳ ବର୍ଣ୍ଣନା, କିନ୍ତୁ ଚକ୍ର ହେବା ଭଳି ଚିତ୍ର କୌଣସିଥିରେ ନଥାଏ। ବହୁତ ଭାବି ଭାବି ଗୋଟେ ଚକ୍ରର ପରି କଳ୍ପନା କଲି। ସେଥିରେ ଆରମ୍ଭରୁ ଜରାୟୁ ସଜ୍ଜାର କିପରି ବିକାଶ ହୁଏ ଏବଂ ତାହା କିପରି ଚକ୍ର ଶେଷରେ ଭାଙ୍ଗିଯାଇ ପୂର୍ବରୁ ହୋଇଯାଏ ତାକୁ ମନରୁ ଭାବି ଗୋଟେ ଚିତ୍ର କରିଦେଲି। ଋତୁପୂର୍ବ, ଋତୁ ସମୟ ଓ ଋତୁପର ସମୟ ଓ ବିଶ୍ରାମ ସମୟକୁ ପୁଣି ଋତୁପୂର୍ବ ସମୟ ସହ ମିଶାଇ ଦେଇଥାଏ। ଫଳରେ ତାହା ଏକ ଚକ୍ର ପରି ହୋଇଗଲା। କେବଳ ଏତିକି କରିନଥିଲି, ସେସବୁ ସମୟରେ ବିଭିନ୍ନ ସ୍ରାବ ଓ ରକ୍ତସ୍ରାବର ଚିତ୍ର ମଧ୍ୟ କେଡ଼େ କେଡ଼େ କରି ଦେଇଥିଲି। ପ୍ରତ୍ୟେକ ଅବସ୍ଥାର ସମୟ ଅନୁଯାୟୀ ଚକ୍ରର ଘଣ୍ଟା ପରି ଦାଗ ଦେଇଥିଲି ଓ ପରିଧିରେ ତାହା ସବୁ ଲେଖି ଦେଇଥିଲି। ସେ ଚିତ୍ରକୁ ବହୁବାର ଆଙ୍କି ମାର୍ଜିତ କରିନେଲି। ଚିତ୍ରଟି ସାରିଦେଇ ମନରେ ଅତି ଆନନ୍ଦ ଅନୁଭବ କଲି। ସେ ଖାତାଟିକୁ ମୋ ପାଖରେ ସବୁବେଳେ ରଖିଥାଏ ଏବଂ ଅନ୍ୟ ନୋଟ୍ ବହିରେ ଟିପିଥିବା ସବୁଗୁଡ଼ିଏ ପୁନଃ ପୁନଃ ପଢ଼ୁଥାଏ।
ମୋତେ ବହି ଦେଖି ସମୟ ନଷ୍ଟ କରିବାକୁ ପଡ଼ିଲା ନାହିଁ। ମିଡ୍ ୱାଇଫରିରେ ହୋଇଥିବା ଶଲ୍ୟକ୍ରିୟା ବିଷୟରେ ଯେଉଁ ସବୁ ବହିରେ ଚିତ୍ର ଥିଲା ସେଗୁଡ଼ିକ ସବୁ ଗୋଟେ ଖାତାରେ ଆଙ୍କିଦେଲି। ଯଦି ପରୀକ୍ଷାରେ ସେଇଟା ପଡ଼େ ତେବେ ଖାତାରେ ତାକୁ କିପରି ଚଟାପଟ କରିଦେଇ ପାରିବି ସେଥିଲାଗି ହାତ ସାଧିବାରେ ଲାଗିଲି। ମୋତେ ଆତ୍ମବିଶ୍ୱାସ ଆସିଗଲା ଯେ ଯେକୌଣସି ପ୍ରଶ୍ନ ପଡ଼ୁ ତାହାକୁ ମୁଁ ଚିତ୍ର ସାହାଯ୍ୟରେ ଲେଖିଦେଇ ପାରିବି। ଭ୍ରୂଣବର୍ଦ୍ଧନ ଓ ଋତୁଚକ୍ରର ଚିତ୍ର ସବୁ ଖାତାଟିକୁ ସଙ୍ଗରେ ନେଇ ପରୀକ୍ଷା ହଲ୍କୁ ଗଲି। ମନରେ ମୋର ଖୁବ୍ ତୃପ୍ତି ଓ ବେପରବାୟ ଭାବ ଆସିଯାଇଥାଏ। କାଶୀନାଥ ମିଶ୍ର ସେଦିନ ଗାର୍ଡ଼ ଥାନ୍ତି। ସମୟ ହୋଇଯିବାରୁ ମୁଁ ସେ ଖାତାଟିକୁ ଗାର୍ଡ଼ଙ୍କ ପାଖ ଟେବୁଲ ଉପରେ ଥୋଇଦେଇ ମୋ ସିଟି ପାଖକୁ ଚାଲିଗଲି। ମୋର ଭାରି ଆଶା ଥିଲା ଋତୁଚକ୍ର ବିଷୟରେ ଯଦି ପ୍ରଶ୍ନ ପଡ଼ିବ ତେବେ ମୁଁ ଗୋଟେ ନୂଆ ଜିନିଷ ଉତ୍ତର ଖାତାରେ ଦେଖାଇଦେବି। ଦୁଃଖର କଥା ତାହା ପ୍ରଶ୍ନରେ ନଥିଲା। ତଥାପି ଅନ୍ୟାନ୍ୟ ପ୍ରଶ୍ନ ଦେଖି ମୋ ମନରେ ଖୁବ୍ ସନ୍ତୋଷ ଆସିଲା। ସବୁ ପ୍ରଶ୍ନର ଚିତ୍ର ସହ ଲିଖନ ଆରମ୍ଭ କଲି। ଗୋଟାଏ ଗୋଟାଏ ପ୍ରଶ୍ନର 2-3 ପୃଷ୍ଠା କେବଳ ଚିତ୍ର କରିଦେଇଥାଏ ଓ ତାହା ତଳେ ଲେଖା ଆରମ୍ଭ କରିଥାଏ। ଲେଖା ମଧ୍ୟ ଖୁବ୍ ସଂକ୍ଷିପ୍ତ ଥାଏ। ସେ ଚିତ୍ର ଦେଖିଲେ ସିନେମାଟୋଗ୍ରାଫି ପରି ଜଣାଯାଉଥିଲା। ଏହି ସମୟରେ କାଶୀନାଥ ମିଶ୍ର ମୋ ଆଡ଼କୁ ଭାରି ଲକ୍ଷ୍ୟ କରିଥାନ୍ତି। ସେ ଆଗରୁ ଜାଣିଥିଲେ ଯେ ମୁଁ ସର୍ବଶ୍ରେଷ୍ଠ କପିବାଜ। ହଠାତ୍ ସେ ମୋ ଉପରକୁ ଦୃଷ୍ଟି ଫେରାଇ ନେଇ ମୁଁ ଟେବୁଲ ଉପରେ ଥୋଇଥିବା ଖାତାଟିକୁ ଓଲଟାଇଲେ। ଋତୁଚକ୍ର ଚିତ୍ରଟି ଦେଖି ସେ ଅବାକ୍ ହୋଇଗଲେ। ସେପରି ଚିତ୍ର ସେ ଆଗରୁ କେବେ ଦେଖିନଥିଲେ। ଏଥର ମୁଁ ପଢ଼ାପଢ଼ି କରି ପରୀକ୍ଷା ଦେଉଛି ବୋଲି ତାଙ୍କର ବିଶ୍ୱାସ ହେଲା। ସେ ଧୀରେ ଧୀରେ ଯାଇ ମୋ ପାଖରେ ଠିଆ ହେଲେ। ମୁଁ ସେତେବେଳେ ଚିତ୍ରଗୁଡ଼ା ଆଙ୍କିବାରେ ବ୍ୟସ୍ତ ଥାଏ। ମୁଁ ଯେ କପି କରୁନାହିଁ ଏ ବିଶ୍ୱାସ ତାଙ୍କର ଆସିଗଲା। ସେ ମୋତେ ଧୀରେ ଧୀରେ ଡାକି ପଚାରିଲେ, ମିଶ୍ରେ, ଏଥର କ'ଣ ଆଶା କରୁଛ? ମୁଁ ଜୋରେ କହିଲି, ମୋତେ ଏଥର କେହି ହେଲେ ଡାକ୍ତର ପଦରୁ ବଞ୍ଚିତ କରିପାରିବ ନାହିଁ। ସେ ମୋ ପିଠିରେ ହାତ ମାରି କହିଲେ। ଏହା ଶୁଣି ଖୁବ୍ ଖୁସି ହେଲି। ଲେଖିଯାଅ, ଲେଖିଯାଅ। ସେ ସ୍ଥାନକୁ ଫେରି ଆସିଲେ। ପରୀକ୍ଷା ଶେଷରେ ମୁଁ ଖାତା ଦେବାବେଳେ ସେ ମୋ ଟିପା ଖାତାରୁ ସେ ଋତୁଚକ୍ର ଚିତ୍ରଟିକୁ ଦେଖାଇ ପଚାରିଲେ, ଏ ଚିତ୍ରଟି କିଏ କରିଛି? ମୁଁ କହିଲି, ସାର୍, ମୁଁ କରିଛି। ସେ ପୁଣି ପଚାରିଲେ, କେଉଁ ବହିରୁ ଦେଖି କରିଛ? ମୁଁ କହିଲି, ସାର୍, ଏହା କୌଣସି ବହିରେ ନାହିଁ। ମୁଁ ମନେ ମନେ କଳ୍ପନା କରି ଏ ଚିତ୍ର କରିଛି। ସେ ଭାରି ଖୁସି ହୋଇଯାଇ କହିଲେ, ଆଉ ଗୋଟେ କାଗଜରେ ଏ ଚିତ୍ରଟିକୁ କରି ତା ବିଷୟରେ ଏକ ବିବରଣୀ ଲେଖିଦିଅ ଏବଂ ଚିତ୍ରର ପ୍ରତି ଅଂଶରେ ଗାର ଦେଇ ସୂଚନା ଲେଖିଦିଅ। ହେଡ଼ିଂ ଋତୁଚକ୍ର ବୋଲି ଲେଖି ତୁମ ନାଁ ଲେଖିଦେବ ଏବଂ ମୋତେ ତାହା ଆଣିଦେବ। ମୁଁ ତାକୁ ବାହାରର କୌଣସି ଏକ ଡାକ୍ତରୀ ମାଗାଜିନରେ ଛାପି ଦେବାର ବନ୍ଦୋବସ୍ତ କରିବି। ତୁମେ ନିଶ୍ଚୟ ଏଥରକ ଡାକ୍ତର ହେବ। ସେଥିପାଇଁ ମୁଁ ତୁମକୁ ବଧେଇ ଦେଉଛି। ମୁଁ ସଙ୍ଗେ ସଙ୍ଗେ ମୋ ଖାତା ପତ୍ର ନେଇ ହଷ୍ଟେଲକୁ ପଳାଇ ଆସିଲି। ସେହି ପରୀକ୍ଷାରେ ବହିର୍ପରୀକ୍ଷକ ଥିଲେ ପାଟନ ମେଡ଼ିକାଲ କଲେଜର ଗାଇନାକୋଲୋଜି ପ୍ରଫେସର କର୍ଣ୍ଣେଲ ମାହୁନି। ସେ ସମୟରେ କାଶୀବାବୁଙ୍କ ଜ୍ୱାଇଁ ପାଟନା ମେଡ଼ିକାଲ କଲେଜରେ ପଢ଼ୁଥିଲେ। ସେ ଦିନେ ଆସି ହେଡ୍ ହଷ୍ଟେଲରେ ମୋର ପରୀକ୍ଷା ଖାତା ବିଷୟରେ କେତେ ଜଣଙ୍କୁ କହିଥିଲେ। କର୍ଣ୍ଣେଲ ମାହୁନି ମୋ ଖାତାକୁ କ୍ଲାସରେ ଦେଖାଇ ସମସ୍ତଙ୍କୁ କହିଥିଲେ, ଏପରି ଏକ ଉତ୍ତରପତ୍ର ଦେଇପାରିବ? ଚେଷ୍ଟା କର। ଅବଶ୍ୟ ମୁଁ ନିଜେ ତାଙ୍କଠାରୁ ନ ଶୁଣି ପିଲାମାନଙ୍କଠାରୁ ଶୁଣିଥିଲି। ସେ ମୌଖିକ ଓ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏଠାକୁ ଆସିଥାନ୍ତେ। କିନ୍ତୁ ବିଲାତରେ ତାଙ୍କ ଘରୁ ଏକ ଚିଠି ପାଇ ସେ ବିଲାତ ଚାଲିଗଲେ। ସେ ଗଲାବେଳେ ତାଙ୍କ ସହକାରୀଙ୍କୁ କହିଦେଇ ଗଲେ ଯେ ଏ ପିଲାଟି ଯଦି କିଛି ଉତ୍ତର କରି ନ ପାରେ ତେବେ ବି ତାକୁ ପାସ୍ କରାଇଦେବ। ଏପରି ଖାତା ମୁଁ ଆଗରୁ କେବେ ଦେଖିନାହିଁ। ତାଙ୍କଠାରୁ ସେ ନିର୍ଦ୍ଦେଶ ପାଇ ସେ ମୌଖିକ ପରୀକ୍ଷା କରିବା ଲାଗି ଏଠାକୁ ଆସିଲେ। ସେ ପରୀକ୍ଷକ ଜଣେ ବଙ୍ଗାଳୀ ଭଦ୍ରଲୋକ ଥିଲେ। ମୋର ପାଳି ପଡ଼ିଲା। ମୁଁ ଯିବା ପୂର୍ବରୁ ସେ ଆମର ଶିକ୍ଷକ ପି.ସି. ରାୟଙ୍କୁ ମୋ ବିଷୟରେ ମାହୁନି କହିଥିବା କଥା ସବୁ କହିଥିଲେ। ମୁଁ ସେତେବେଳେ ଯାଇ ପହଞ୍ଚିଗଲି। ମୋତେ ବସିବାକୁ ନିର୍ଦ୍ଦେଶ ଦେଇ ବାହାର ପରୀକ୍ଷକ ପି.ସି. ରାୟଙ୍କୁ କହିଲେ, ମୋର କିଛି ପଚାରିବାର ନାହିଁ, ଆପଣ କିଛି ପଚାରନ୍ତୁ। ପି.ସି. ରାୟ ମଧ୍ୟ କହିଲେ, ନା ନା, ଆପଣ କିଛି ପଚାରନ୍ତୁ। ମୋର ଟିକିଏ ଶଙ୍କା ଉପୁଜିଲା। ଭାବିଲି, ଏପରି କାହିଁକି କୁହାକୁହି ହେଉଛନ୍ତି? ମୁଁ ତ ଖାଲି ଚିତ୍ରଗୁଡ଼ାକ କରିଥିଲି, ବିଶେଷ କିଛି ଲେଖିନଥିଲି। ସେଥିପାଇଁ ଲିଖିତ ପରୀକ୍ଷାରେ ଫେଲ୍ ହୋଇଯାଇଛି କି? ମନ ଟିକିଏ ଦବିଗଲା। ଶେଷରେ ପି.ସି. ରାୟ ବାଧ୍ୟ ହୋଇ ଗୋଟେ ପ୍ରଶ୍ନ ପଚାରିଲେ। ମୁଁ ତାର ଚଟାପଟ ଉତ୍ତର ଦେଇଦେଲି। ତାପରେ ପି.ସି. ରାୟ କହିଲେ, ଆଉ କିଛି ପଚାରିବା ଦରକାର ନାହିଁ। ବାହ୍ୟ ପରୀକ୍ଷକ ମଧ୍ୟ ଗୋଟେ ପ୍ରଶ୍ନ ପଚାରିଲେ, ଆଚ୍ଛା, ତୁମେ ଟୋଟାଲ ହିଷ୍ଟରେକ୍ଟୋମି ଅପରେସନ୍ କ'ଣ ଜାଣିଛ? ମୁଁ କହିଲି, ହଁ ସାର୍। ଆଚ୍ଛା, ତାହା ଚିତ୍ରରେ ଏଇଠାରେ ଆଙ୍କି ଦେଇପାରିବ? ହଁ ସାର୍। ସଙ୍ଗେ ସଙ୍ଗେ କାଗଜ ପେନସିଲ୍ ଆଣିବା ଲାଗି ସେଠାରେ ଥିବା ସାହାଯ୍ୟକାରୀଙ୍କୁ କହିଲି। ସେ କାଗଜ ପେନସିଲ୍ ଆଣିଦେଲା। ମୁଁ ଅତି ସହଜରେ ଆଗପେଟ ଲାଇନ୍ଟା କରିଦେଲି। ଯେଉଁ ଅଂଶରେ ଛୁରୀ ଲଗାଇବାକୁ ହେବ ସେଠି ଗୋଟିଏ ଲମ୍ବା ଗାର ମାରିଦେଲି। ତା କଡ଼କୁ ଆଉ ଗୋଟେ ଚିତ୍ର କରି ସେ ଚିତ୍ରରେ ରିକ୍ଟାକ୍ଟର ଲଗାଇ ଟାଣିଦେଲି। ଯେପରି ଗୋଟାଏ ଦେଖାଯିବ ସେ ଚିତ୍ରଟିଏ କଲି। ତାପରେ ଆଉ ଗୋଟେ ଚିତ୍ରରେ ଜରାୟୁ ଓ ଫେଲାପିୟନ୍ ଟ୍ୟୁବ୍ର ଅବସ୍ଥିତି ଦେଖାଇଦେଲି। ତାପରେ ଜରାୟୁର ଦୁଇ ପାଖରେ ଯାଇଥିବା ଧମନୀରେ ଧମନୀ ସଣ୍ଡାସି ଲଗା ହୋଇଥିବାର ଚିତ୍ରଟିଏ କରିଦେଲି। ତାପରେ ଯେଉଁଠି ଜରାୟୁକୁ କାଟିବାକୁ ହେବ ତାହା ଉପରେ ଛୁରୀର ଚିହ୍ନଟିଏ ଦେଇଦେଲି।
ଦୁଇ ଜଣ ଯାକ କହି ଉଠିଲେ, ହଉ ହଉ ଥାଉ। ତାପରେ ଗୋଟେ ପ୍ରକାର ପ୍ରସ୍ରାବ କରିବାକୁ ହେବ, ତାହା ଡମିରେ ଦେଖାଇ ଦେବାକୁ କହିଲେ। ମୁଁ ନିର୍ଭୁଲ ଭାବରେ ତାହା ଦେଖାଇଦେଲି। ଆଉ ସେମାନେ ମୋତେ କିଛି ନ ପଚାରି ଯାଅ ବୋଲି କହିଲେ। ପରେ ସେଠି ଠିଆ ହୋଇଥିବା ସାହାଯ୍ୟକାରୀ ଟି ମୋତେ ଆସି କିପରି ଆଗନ୍ତୁକ ପରୀକ୍ଷକ ମୋର ତାରିଫ କରୁଥିଲେ ସେ ବିଷୟ କହିଲେ। ସେତେବେଳକୁ ମୁଁ ନିର୍ଦ୍ଧାର୍ଯ୍ୟ ଜାଣିଗଲି ଯେ ମୁଁ ନିଶ୍ଚୟ ଡାକ୍ତର ହେଲି ଏବଂ ମେଡ଼ିକାଲ ଛାଡ଼ିଲି। ପାସ୍ ଖବରଟା ନିଜେ ଶୁଣିଯିବି ବୋଲି ହଷ୍ଟେଲରେ ଆଉ କିଛି ଦିନ ରହିଗଲି। ମୋତେ ଭାରି ଫୁଲା ଫୁଙ୍ଗୁଲା ଲାଗିଲା। ସାଙ୍ଗମାନେ ଏଥର ଭାବି ନେଇଥିଲେ ଯେ ମୁଁ ନିଶ୍ଚିତ ଭାବରେ ଏଥର ଡାକ୍ତର ହୋଇଛି। ମୋର ବଡ଼ ମିତ୍ର ଜର୍ଜ ପଟ୍ଟନାୟକ ଆଗରୁ ମୋତେ ମେଡ଼ିକାଲ ସ୍କୁଲରେ ଛାଡ଼ି ଯାଇଥିଲା। ମୁଁ ମଧ୍ୟ ମୋର ଅନ୍ୟ ବଡ଼ ମିତ୍ର କାଲିଆରାମଙ୍କୁ ମେଡ଼ିକାଲ ସ୍କୁଲରେ ଛାଡ଼ି ଚାଲି ଆସିଲି। ସେ ମୁଁ ଫେଲ୍ ହେବା ରେକର୍ଡ଼କୁ ସେଠାରୁ ରହି ଭଲ ଭାବରେ ଭାଙ୍ଗିଦେଲା। ସେ ସ୍କୁଲର କୁଲବୃଦ୍ଧ ଛାତ୍ର ବନିଯାଇଥିଲା। ତାଠାରୁ ମୁଁ ପରେ ଶୁଣିଲି ଯେ ତାହାର ରେକର୍ଡ଼କୁ ଆଉ ଜଣେ ମିଆଁ ପିଲା ଭାଙ୍ଗି ଦେଇଥିବାରୁ ସେ ବଡ଼ ମର୍ମାହତ ହୋଇପଡ଼ିଥିଲା। ଫିଲ୍ଡର ଆନନ୍ଦ। ଯେଉଁଦିନ ମୋର ବିଛଣାପତ୍ର ସହ ହଷ୍ଟେଲରୁ ଆସି ଘରେ ପାଦ ଦେଲି, ସେତେବେଳେ ମୋତେ ଭାରି ଖରାପ ଲାଗିଲା। ଘରେ ବସି ସବୁବେଳେ ମେଡ଼ିକାଲ ହଷ୍ଟେଲର କଥା ଭାବିଲି। ମୋ ଜୀବନ ଓ ଘର ଜୀବନ ମଧ୍ୟରେ ସବୁବେଳେ ତୁଳନା କଲି। ଘରୁ ଟଙ୍କା ଠାକି ନେଇ ହଷ୍ଟେଲରେ ଚାହା, ସିଗାରେଟ୍, ସିନେମା ଓ ଯେଉଁ ଖାନାପିନା ସବୁ କରୁଥିଲି, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଫେଲ୍ ହେବାର ଆନନ୍ଦ ଓ ପାସ୍ କରିବାର ଦୁଃଖ ମୋ ମନକୁ ଘାଣ୍ଟିବାରେ ଲାଗିଲା। ଥରେ ଫେଲ୍ ହୋଇଗଲେ କିପରି ମୋତେ କିଛି ଦିନ ଯେ ଚୌକସଖାନା ମିଳୁଥିଲା, ସେ ବିଷୟ ଏଠାରେ ଟିକିଏ ଜଣାଇଦେବା ଭଲ ହେବ ବୋଲି ଭାବୁଛି। ହଷ୍ଟେଲରେ ପ୍ରାୟ ଅଧିକାଂଶ କୋଠରୀରେ ଷ୍ଟୋଭ, କେଟଲି, ଚା ସରଞ୍ଜାମ ଓ ଅଣ୍ଡା ରହିଥାଏ। ମୋର ନିତ୍ୟକର୍ମ ସାରି ଖଟ ଉପରେ ବସି କଡ଼ ରୁମ୍ରେ ଷ୍ଟୋଭ ଶବ୍ଦକୁ କାନ ଦିଏ। ଭଁ ଭଁ ଆବାଜ ବାହାରିଲେ ମୁଁ ଭାବେ ଅଣ୍ଡା ସିଝା ହେବାର ସମୟ ହୋଇଗଲା। ତାପରେ ମୁଁ ମୁହଁଟି ଶୁଖାଇ ସେ ରୁମ୍ରେ ଜଣକ ଖଟ ଉପରେ ବସିଯାଏ। ଗୋଟେ ହାତସିଝା ଭେଣ୍ଡିଆର ଅଭିନୟ ଭଲ ଭାବରେ କରେ। ସେ ରୁମ୍ରେ ଥିବା ପିଲାମାନେ ଅବଶ୍ୟ ମୋ ଠାରୁ ଜୁନିୟର ଥାନ୍ତି। ସେମାନେ ମୋତେ ପ୍ରବୋଧ ଦେବା ଆରମ୍ଭ କରିଦେଇ କହନ୍ତି, କ'ଣ ରାମବାବୁ, ଫେଲ୍ ହେବାଟା କ'ଣ ମେଡ଼ିକାଲରେ ନୂଆ କଥା? କେଇ ଜଣ ପିଲା ଠିକ୍ 4 ବର୍ଷରେ ମେଡ଼ିକାଲ ସ୍କୁଲ ଛାଡ଼ନ୍ତି। ଏଇଟା ତ ସମସ୍ତଙ୍କର ଦିହ ଘଷା କଥା। ଆପଣ କାହିଁକି ଏଥିରେ ମନ ଖରାପ କରୁଛନ୍ତି? ସଫଳତା ଅସଫଳତା ସମସ୍ତଙ୍କ ଜୀବନରେ ଲାଗି ରହିଛି। ସେପରି ମନରେ କଷ୍ଟ କରନ୍ତୁ ନାହିଁ। ମୁଁ ମନେ ମନେ ଚାହିଁ ରହିଥାଏ, ଅଣ୍ଡାଟା ସିଝିଲା କି ନାହିଁ। ମଝିରେ ମଝିରେ ଖାଲି ଫଁ କରି ନିଶ୍ୱାସ ଛାଡ଼ୁଥାଏ। ପ୍ରତ୍ୟେକ ପିଲାଙ୍କର 2-3ଟା ଲେଖାଏଁ ଅଣ୍ଡା ସିଝା ହେଉଥାଏ। ସିଝିଯିବା ପରେ ଗୋଟାଏ ବା 2ଟା ଅଣ୍ଡା ଚଟାଚଟ ଭାଙ୍ଗି ଗୋଟେ ପ୍ଲେଟର ଲୁଣ ଗୋଲମରିଚ ଗୁଣ୍ଡ ସହ ମୋତେ ଦିଅନ୍ତି ଏବଂ ବାଧ୍ୟ କରନ୍ତି ଖାଇବା ପାଇଁ। ମୋତେ ସାନ୍ତ୍ୱନା ଦେବା ସଙ୍ଗେ ସଙ୍ଗେ ମଧ୍ୟ କହନ୍ତି, ଏମିତି କ'ଣ ଗୋଟେ ଭାଙ୍ଗି ପଡ଼ୁଛନ୍ତି। ଏପରି ହେଲେ ଆଉ ମଣିଷପଣିଆ ରହେନା। ନିଅନ୍ତୁ ଖାଇଦିଅନ୍ତୁ। ମୁଁ ସେହିପରି ମୁହଁ ଶୁଖାଇ ସେତକ ସବୁ ଖାଇଦିଏ ଏବଂ ପ୍ଲେଟଟିକୁ ପାଇପ୍ରେ ଧୋଇ ଦେଇଦିଏ। ସେମାନେ ପୁଣି ଆଉ କିଛି ପ୍ରବୋଧ ଦେଇ ନିଜ ନିଜ କାମରେ ଲାଗନ୍ତି। ମୁଁ ସେଠାରୁ ଉଠି ପୁଣି ଷ୍ଟୋଭ ଶବ୍ଦ ବାହାରୁଥିବା ଗୋଟେ ରୁମ୍ରେ ପଶେ। ଏହି ବ୍ୟବସ୍ଥା ଦ୍ୱାରା ସେଠି ମଧ୍ୟ 1-2ଟା ଅଣ୍ଡା ପ୍ରାପ୍ତ ହୁଏ। ତାପରେ ନିଜ କୋଠରୀକୁ ଚାଲି ଆସେ। ତହିଁ ଆରଦିନ ଅନ୍ୟ ଏକ ରୁମ୍ରେ ପହଞ୍ଚେ। ଏହିପରି କିଛି ଦିନ ଚାଲେ। କିଛି ଦିନ ଗଡ଼ିଗଲେ ଏ ପଦ୍ଧତି କାମ ଦିଏ ନାହିଁ। କୋଉଠି କପେ ଚାହା ହୁଏତ ମିଳିଯାଏ, କିନ୍ତୁ ଅଣ୍ଡା ମିଳେ ନାହିଁ। ବେପାର ଅଚଳ ହେବା ଦେଖିଲେ ମୁଁ ସେ କୌଶଳ ଛାଡ଼ିଦିଏ। ଦୁଃଖର ଅଭିନୟ ମୁଁ ବେଶୀ ସମୟ କରିପାରେ ନାହିଁ। ଅନେକ ସମୟରେ ଏହା ହେଁ ହେଁ ଫେଁ ଫେଁରେ ପର୍ଯ୍ୟବସିତ ହୋଇଯାଏ। ତଥାପି ସାଙ୍ଗମାନଙ୍କ ସହ ସାନ୍ଧ୍ୟ ଭ୍ରମଣ ବେଳେ ହୋଟେଲକୁ ଯାଇ ଚାହା ଜଳଖିଆ ବେଶ୍ ପାଉଥିଲି। ଏହିସବୁ ସୁଖରେ ପୂର୍ଣ୍ଣଚ୍ଛେଦ ପକାଇ ମୋତେ ଆସି ଘରେ ବସି ରହିବାକୁ ପଡ଼ିଲା।